ବାହାରେ ଏପର୍ଯ୍ୟନ୍ତ ମେଘ ଗର୍ଜନ କରୁଥିଲା, ବିଜୁଳି ଚମକୁଥିଲା, ଆଉ ଭୟଙ୍କର ବର୍ଷା ମଧ୍ୟ ବଢ଼ୁଥିଲା। କିନ୍ତୁ ବାସୁଦେବ ନିର୍ଭୟ ଭାବରେ ବିନା କୌଣସି ବାଧାରେ ଆଗକୁ ଆଗକୁ ବଢ଼ି ଚାଲିଥିଲେ। ସେ ଏକଥା ବି ଜାଣିନଥିଲେ କି ଭଗବାନ ବିଷ୍ଣୁଙ୍କର ହଜାରେ ଫଣା ଥିବା ସେବକ ଶେଷନାଗ ତାଙ୍କ ଉପରେ ତାଙ୍କର ବିଶାଳ ଫଣାର ଛତ୍ର ପ୍ରସାର କରି ଅଦୃଶ୍ୟ ଭାବରେ ତାଙ୍କ ସାଥିରେ ଚାଲୁଥିଲା। ଯମୁନା କୂଳରେ ପହଞ୍ଚି ବାସୁଦେବ ଟିକିଏ ଅଟକିଗଲେ। ଢେଉଗୁଡ଼ିକ ଯେମିତି ଭୟଙ୍କର ଭାବରେ ଉଛୁଳି ଉଠୁଥିଲା। ଗୋକୁଳ ଯମୁନା ନଦୀର ଆରପାଖରେ ଥିଲା। ବାସୁଦେବ ଭଗବାନଙ୍କ ନାମ ନେଇ ନଦୀ ଭିତରକୁ ପ୍ରବେଶ କଲେ। ହଠାତ୍ ଢେଉଗୁଡ଼ିକ ଏତେ ଉପରକୁ ଉଠିଗଲା ଯେ ଯେମିତି ସେ ବାସୁଦେବଙ୍କ ଟୋକେଇକୁ ଟିକିଏ ଗେଲ କରିବାକୁ ଚାହୁଁଛନ୍ତି। ଶିଶୁ କୃଷ୍ଣ ଯମୁନାଙ୍କ ଇଚ୍ଛାକୁ ବୁଝିପାରି ନିଜ ପାଦକୁ ତଳକୁ ବଢ଼ାଇ ଦେଲେ। ଯମୁନା ସେହି ଚରଣ ସ୍ପର୍ଶ କରି ଶାନ୍ତ ହୋଇଗଲା। ଚମତ୍କାର ଭାବେ ବାସୁଦେବଙ୍କ ପାଇଁ ଏକ ଶୁଖିଲା ରାସ୍ତା ତିଆରି ହୋଇଗଲା ଏବଂ ବାସୁଦେବ ଜୋରରେ ଆଗକୁ ବଢ଼ିବାକୁ ଲାଗିଲେ।